ସାଙ୍ଗମାନେ ଶନିବାର ରାତିରେ ଘରର ଏହି ସ୍ଥାନରେ ଚୁପଚାପ ଫିଙ୍ଗି ଦିଅନ୍ତୁ 5ଟି ଗୋଲମରିଚର ଦାନା। ଜୀବନର ସବୁ କଷ୍ଟରୁ ଆପଣଙ୍କୁ ତୁରନ୍ତ ମିଳିଯିବ ମୁକ୍ତି। ଶନିଦେବଙ୍କ କୃପାରୁ ଆପଣଙ୍କ ଘରେ ହେବ ଧନର ବର୍ଷା। ସାଙ୍ଗମାନେ, ଯଦି ଆପଣ ନିଜ ଜୀବନରେ ଚାଲୁଥିବା ସବୁ ପ୍ରକାରର ଦୁଃଖ କଷ୍ଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ଏବଂ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଭାଗ୍ୟ ବଦଳି ଯାଉ, ଭାଗ୍ୟ ଆପଣଙ୍କ ହିତରେ ଯାଉ ବୋଲି, ତେବେ ଶନିବାର ଦିନ 5ଟି ଗୋଲମରିଚର ସେହି ଉପାୟଟି କରି ନିଅନ୍ତୁ, ଯାହା ବିଷୟରେ ତନ୍ତ୍ରଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ଅଛି। ତନ୍ତ୍ରଶାସ୍ତ୍ରରେ କୁହାଯାଇଛି ଯେ ଗୋଲମରିଚ ଶନିଦେବଙ୍କର କାରକ ଅଟେ। ସାଙ୍ଗମାନେ, ଯଦି ଆପଣ ନିଜ ଜୀବନରେ ଶନିଦୋଷ କାରଣରୁ ଅସୁବିଧା ଭୋଗ କରୁଛନ୍ତି କିମ୍ବା ଆପଣଙ୍କ ଘରେ ବାସ୍ତୁ ଦୋଷ ରହିଛି, ଆପଣ ପ୍ରତିଦିନ କୌଣସି ନା କୌଣସି ବେମାରରେ ପଡ଼ୁଛନ୍ତି, ଆପଣଙ୍କ ଜୀବନରେ ଧନର ଅଭାବ ରହୁଛି, ଆପଣଙ୍କ ବ୍ୟାପାର ଠିକରେ ଚାଲୁନାହିଁ, ଆପଣଙ୍କର ଯେଉଁ ସବୁ ସଞ୍ଚିତ ଧନ ଅଛି ତାହା ଅନାବଶ୍ୟକ ଭାବରେ ଖର୍ଚ୍ଚ ହେବାରେ ଲାଗିଛି, ତ ସାଙ୍ଗମାନେ, ଏସବୁ କାରଣ ଆପଣଙ୍କର ଶନି ଗ୍ରହର ପ୍ରଭାବ ଆପଣଙ୍କ ଉପରେ ପଡ଼ୁଅଛି। ଗୋଲମରିଚ ଶନି ଗ୍ରହର କାରକ ଅଟେ ଏବଂ ଯଦି ଆପଣ ଗୋଲମରିଚର ଉପାୟ ଶନିବାର ରାତିରେ କରୁଛନ୍ତି, ତେବେ ବିଶ୍ୱାସ ରଖନ୍ତୁ, ଏହାର ଅନେକ ଶୁଭ ଫଳ ଆପଣଙ୍କୁ ଦେଖିବାକୁ ମିଳିବ। ସାଙ୍ଗମାନେ, ଏହା ସତ ଯେ ବିନା ପରିଶ୍ରମରେ ଟଙ୍କା ରୋଜଗାର କରିବା କଥା ଭାବିବା ବ୍ୟର୍ଥ ଅଟେ, କିନ୍ତୁ ବେଳେ ବେଳେ ଚମତ୍କାର ହୁଏ ଏବଂ ଅଚାନକ ଭାବରେ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ। ହୋଇପାରେ ଆପଣଙ୍କୁ ଭଲ ଚାକିରି ମିଳିପାରେ କିମ୍ବା ବ୍ୟବସାୟରେ ହଠାତ୍ ଅଧିକ ଲାଭ ହୋଇପାରେ ଏବଂ ଅଚାନକ ଆପଣଙ୍କୁ ପର୍ଯ୍ୟାପ୍ତ ଧନ ଲାଭ ହୋଇପାରେ। ସାଙ୍ଗମାନେ, ଯଦି ଆପଣ ବି ଚାହୁଁଛନ୍ତି ଆପଣଙ୍କ ଜୀବନରେ ଧନର ବର୍ଷା ହେଉ ବୋଲି, ତେବେ ଭିଡ଼ିଓରେ କୁହାଯାଇଥିବା ଏହି ଚମତ୍କାରୀ ଉପାୟଟିକୁ ନିଶ୍ଚୟ ପ୍ରୟୋଗ କରନ୍ତୁ। ଏହି ଉପାୟ କରିବା ପରେ ଆପଣ ନିଜ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନର ଅନୁଭବ କରିବେ। ଗୋଲମରିଚର ଏହି ଉପାୟ କରିବା ଦ୍ୱାରା ଶନିଦେବଙ୍କର କୃପା ଓ ଆଶୀର୍ବାଦ ଆପଣ ପ୍ରାପ୍ତ କରିବା ସହ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ପୂରି ଉଠିବ ଏବଂ ହଠାତ୍ ଧନ ପ୍ରାପ୍ତିର ଯୋଗ ମଧ୍ୟ ଖୋଲିଯିବ। ସାଙ୍ଗମାନେ, ଗୋଲମରିଚର ଏହି ଛୋଟ ଏବଂ ପ୍ରଭାବଶାଳୀ ଉପାୟ କରି ଆପଣ ନିଜ ଭାଗ୍ୟର ସାଥ ପାଇପାରିବେ। ସାଙ୍ଗମାନେ, ଆପଣଙ୍କ ଜୀବନର ସବୁ ସମସ୍ୟାର ନିବାରଣ ଶନିଦେବଙ୍କ ନିକଟରେ ମିଳିଯିବ, କାରଣ ଶନିଦେବଙ୍କ ହାତରେ ହିଁ ଆପଣଙ୍କ କୁଣ୍ଡଳୀର ଶନି ଗ୍ରହର ନିୟନ୍ତ୍ରଣ ରହିଥାଏ। ଶନି ଗ୍ରହ ଏକ ଉପଗ୍ରହ ଅଟେ। ମାନ୍ୟତା ଅଛି ଯେ ଯେଉଁ ବ୍ୟକ୍ତିର ଶନି ଗ୍ରହ ଭଲ ନଥାଏ, ସେ ବ୍ୟକ୍ତି ଜୀବନରେ ଯେତେ ପରିଶ୍ରମ କଲେ ମଧ୍ୟ କୌଣସି କ୍ଷେତ୍ରରେ ସଫଳ ହୋଇପାରେ ନାହିଁ, ସେ କେବେ ଉନ୍ନତି କରିପାରେ ନାହିଁ। ଏହାଛଡ଼ା ଯଦି ସେ ବ୍ୟକ୍ତିର ଶନି ଗ୍ରହ ବଳବାନ ଅଛି, ତେବେ ସେ ବ୍ୟକ୍ତି ଯଦି ଭୁଲ ନିଷ୍ପତ୍ତି ବି ନିଏ, ତେବେ ମଧ୍ୟ ସେ ନିଶ୍ଚିନ୍ତରେ ତାକୁ ଫାଇଦା ହିଁ ହୋଇଥାଏ। ସେଇଥିପାଇଁ ଧର୍ମଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତିକୁ ବି ଶନି ମହାରାଜଙ୍କର ଆଶୀର୍ବାଦ ମିଳିଯାଏ, ସେ ଲୋକଙ୍କୁ କୋଟିପତି ହେବାରୁ କେହି ବି ଅଟକାଇ ପାରିବେ ନାହିଁ। ଅନ୍ୟ ପକ୍ଷରେ ଯଦି ଶନିଦେବଙ୍କ କୁଦୃଷ୍ଟି କେହି ରାଜା ଉପରେ ବି ପଡ଼େ, ତାଙ୍କୁ ଭିକାରୀ ହେବାକୁ ସମୟ ଲାଗେ ନାହିଁ। ସାଙ୍ଗମାନେ, ଯଦି ଆପଣଙ୍କୁ ଏମିତି ଲାଗୁଛି କି ଆପଣ ଶନିଦେବଙ୍କ କୋପ ଦୃଷ୍ଟିର ଶିକାର ହୋଇଛନ୍ତି, ଆପଣଙ୍କ କୁଣ୍ଡଳୀରେ 7.5 କିମ୍ବା 2.5 ଚାଲିଛି, ତେବେ ତୁରନ୍ତ ଶନିବାର ରାତିରେ ଗୋଲମରିଚର ଏହି ତନ୍ତ୍ର ଉପାୟଟି ପାଳନ କରନ୍ତୁ, ଯାହା ବିଷୟରେ ହିନ୍ଦୁ ଧର୍ମ ଗ୍ରନ୍ଥରେ ବର୍ଣ୍ଣିତ ଅଛି। ଏହି ଉପାୟକୁ କରିବା ପରେ ଆପଣ ନିଜେ ଦେଖିବେ ଯେ କେମିତି ଆପଣଙ୍କ ଜୀବନରେ ସକାରାତ୍ମକ ଏବଂ ଚମତ୍କାରୀ ପରିବର୍ତ୍ତନ ଆସିବ। ସେଇଥିପାଇଁ ସବୁକିଛି ଜାଣିବା ପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ ଏବଂ ମହାଦେବଙ୍କ ଭକ୍ତଗଣ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍
ନିହାତି କରିଦିଅନ୍ତୁ ଓ କମେଣ୍ଟ ବକ୍ସରେ ଶ୍ରଦ୍ଧା ଓ ଭକ୍ତିର ସହ ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ, ଆଜିର ଏହି ଉପାୟଟି ଆପଣଙ୍କୁ ତୁରନ୍ତ ଲାଭ ପ୍ରଦାନ କରିବ ଏବଂ ଆପଣଙ୍କ ଜୀବନରେ ଥିବା ସବୁ ଦୁଃଖ କଷ୍ଟକୁ ଦୂର କରିବ। ଯଦି ଆପଣ ନିଜ ଜୀବନରେ ଶନିଦେବଙ୍କ କୃପା ଓ ଆଶୀର୍ବାଦ ଚାହୁଁଛନ୍ତି, ଶନିଦେବଙ୍କ କୃପାରୁ ଆପଣଙ୍କ ଘରେ ଧନର ବର୍ଷା ହେଉ ବୋଲି ଚାହୁଁଛନ୍ତି, ଆପଣ ଯେଉଁ ବି କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳୁ ବୋଲି ଚାହୁଁଛନ୍ତି, ତେବେ ଗୋଲମରିଚର ଏହି ଉପାୟଟି ତୁରନ୍ତ କରନ୍ତୁ। ଗୋଲମରିଚର ସେହି ଉପାୟ ବିଷୟରେ ଜାଣିବା, ଯାହାକୁ ପ୍ରୟୋଗ କଲେ ଆପଣ ନିଜ ଜୀବନରେ ଅନେକ ଶୁଭ ପରିବର୍ତ୍ତନ ଲକ୍ଷ୍ୟ କରିବେ। କିନ୍ତୁ ଧ୍ୟାନ ରଖନ୍ତୁ, ଗୋଲମରିଚର ସେହି ଉପାୟ ସେତେବେଳେ କାମ ଦେବ ଯେତେବେଳେ ଆପଣ ଏହାକୁ ସତ୍ ମନରେ ନିଷ୍ଠା ଓ ବିଧିବିଧାନର ସହ ପାଳନ କରିବେ। ତେବେ ଧ୍ୟାନର ସହ ଉପାୟଗୁଡ଼ିକ ଶୁଣନ୍ତୁ ଯେ କେଉଁ ବିଧିବିଧାନ ପାଳନ କରିବେ। ଶନିବାର ଦିନ କେଉଁ ସମୟରେ ଏହି ଉପାୟଗୁଡ଼ିକ ଆପଣ ପ୍ରୟୋଗ କରିବେ। ପ୍ରଥମ ଉପାୟଟି ହେଉଛି ଧନର ଅଭାବକୁ ଦୂର କରିବାର ମହା ଉପାୟ। ସାଙ୍ଗମାନେ, ଯଦି ଆପଣ ଆର୍ଥିକ କଷ୍ଟର ସାମ୍ନା କରୁଛନ୍ତି, ଆପଣଙ୍କ ଜୀବନରେ ଧନ ଆଗମନର ସମସ୍ତ ମାର୍ଗ ବନ୍ଦ ହୋଇଯାଇଛି, ଆପଣ କରଜ ଉଧାରରେ ବୁଡ଼ି ରହିଛନ୍ତି, ତେବେ ଏହି ଉପାୟଟିକୁ ପ୍ରୟୋଗ କଲେ ଆପଣ ସେସବୁ କଷ୍ଟରୁ ମୁକ୍ତି ପାଇଯିବେ। ସାଙ୍ଗମାନେ, ଯଦି ଜଣେ ବ୍ୟକ୍ତିର କୁଣ୍ଡଳୀରେ ଶନି ଗ୍ରହ ଦୁର୍ବଳ ହେଲେ ତା ଜୀବନରେ ନାନା ପ୍ରକାରର ଆର୍ଥିକ କଷ୍ଟ ଆସିଥାଏ। ଯଦି ଆପଣ ଚାହୁଁଛନ୍ତି ଶନିଦେବଙ୍କ କୃପାରୁ ଆପଣଙ୍କର ସମସ୍ତ ଆର୍ଥିକ କଷ୍ଟ ଦୂର ହୋଇଯାଉ ବୋଲି, ତେବେ 3ଟି ଶନିବାର ଏହି ଉପାୟଟିକୁ ଲଗାତାର ଭାବରେ କରନ୍ତୁ। କେବଳ 3ଟି ଶନିବାର ପରେ ଧନଜନିତ ସମସ୍ୟାରୁ ଆପଣ ମୁକ୍ତି ପାଇଯିବେ। ଆପଣଙ୍କୁ କରଜରୁ ଧୀରେ ଧୀରେ ମୁକ୍ତି ମିଳିଯିବ। ଏହି ଉପାୟଗୁଡ଼ିକ ଆପଣ ସୂର୍ଯ୍ୟାସ୍ତ ପରେ ପ୍ରୟୋଗ କରିବେ। ଶନିବାର ଦିନ ସୂର୍ଯ୍ୟାସ୍ତ ପରେ ଶନି ମନ୍ଦିରକୁ ଯାଆନ୍ତୁ। ଏହାପରେ ମାଟିର ଦୀପ କିମ୍ବା ପିତ୍ତଳର ଦୀପରେ ସୋରିଷ ତେଲ ଦେଇ ଦୀପକୁ ପୂର୍ବ ଦିଗକୁ ରଖି ଜଳାନ୍ତୁ। ଏହାପରେ ଶନିଦେବଙ୍କ ନିକଟରେ ନତମସ୍ତକ ହୋଇ 11 ଥର ହନୁମାନ ଚାଳିସା ପାଠ କରନ୍ତୁ। 11 ଥର ହନୁମାନ ଚାଳିସା ପଢ଼ି ସାରିବା ପରେ ସେ ଜଳୁଥିବା ଦୀପରେ 3ଟି ଗୋଲମରିଚକୁ ନେଇ ପକାଇ ଦିଅନ୍ତୁ। ଏହି ଉପାୟକୁ ଲଗାତାର ଭାବରେ 3ଟି ଶନିବାର କରନ୍ତୁ। 3ଟି ଶନିବାର ପରେ ଆପଣଙ୍କୁ ଶନି ଦୋଷରୁ ମୁକ୍ତି ମିଳିଯିବ ଏବଂ ଆପଣଙ୍କର ଆର୍ଥିକ କଷ୍ଟ ମଧ୍ୟ ଦୂରେଇ ଯିବ। ଦ୍ୱିତୀୟ ଉପାୟଟି ହେଉଛି ଘରର ଉନ୍ନତିର ମହା ଉପାୟ। ଏହି ଉପାୟକୁ କଲେ ଆପଣଙ୍କର ପୁରା ପରିବାରର ଉନ୍ନତି ହେବ। ଯଦି ଆପଣଙ୍କ ଘରେ ବାସ୍ତୁ ଦୋଷ ଅଛି କିମ୍ବା ଘରେ ନକାରାତ୍ମକ ଶକ୍ତିର ବାସ ରହିଛି, ତେବେ ଏହି ଉପାୟଟିକୁ କଲେ ସେସବୁ ଦୂର ହେବ। ସାଙ୍ଗମାନେ, ଆପଣ ଘରୁ ବାହାରକୁ ନିହାତି ଯାଉଛନ୍ତି ଏବଂ ଘରକୁ ଆସିବା ସମୟରେ କିଛି ନକାରାତ୍ମକ ଶକ୍ତି ଆପଣଙ୍କ ସହ ଘରକୁ ପ୍ରବେଶ କରିଥାଏ। ସେଇଥିପାଇଁ ଆପଣଙ୍କ ଘରର ପରିସ୍ଥିତି ବେଳେବେଳେ ଖରାପ ହୋଇଯାଏ। ନକାରାତ୍ମକ ଶକ୍ତିକୁ ଦୂରେଇବା ପାଇଁ ଆପଣ ପ୍ରତ୍ୟେକ ଶନିବାର ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ୱାରର ଡାହାଣ ପାର୍ଶ୍ୱରେ ଗୋଟେ ସୋରିଷ ତେଲର ଦୀପ ନିଶ୍ଚୟ ଜଳାନ୍ତୁ ଏବଂ ସେହି ଜଳୁଥିବା ଦୀପରେ ଶନିଦେବଙ୍କ ନାମ ନେଇ ଗୋଟିଏ ଗୋଲମରିଚର ଦାନା ପକାଇ ଦିଅନ୍ତୁ। ପ୍ରତ୍ୟେକ ଶନିବାର ଏମିତି କଲେ ବର୍ଷ ସାରା ଆପଣଙ୍କ ଉପରେ ଶନିଦେବଙ୍କର କୃପା ଓ ଆଶୀର୍ବାଦ ରହିବ। ତୃତୀୟ ଉପାୟଟି ହେଉଛି ଶନି ଦୋଷରୁ ରକ୍ଷା ପାଇବାର ମହା ଉପାୟ। ସାଙ୍ଗମାନେ, ଯଦି ଆପଣଙ୍କ ଉପରେ ଶନିଦେବଙ୍କର ବକ୍ର ଦୃଷ୍ଟି ପଡ଼ିଛି କିମ୍ବା ଶନିଙ୍କ ଅଢ଼େଇଆ କିମ୍ବା ସାଢ଼େ ସାଥୀ ଦ୍ୱାରା ଆପଣ ଅନେକ କଷ୍ଟ ଭୋଗୁଛନ୍ତି, ଗୋଟେ ପରେ ଗୋଟେ ଅସୁବିଧାର ଆପଣ ସମ୍ମୁଖୀନ ହେଉଛନ୍ତି, ତେବେ ଏହି ଉପାୟ ଦ୍ୱାରା ଶନି ଦୋଷର ପ୍ରକୋପ କମ୍ ହେବ। ଶନି ଦୋଷରୁ ବଞ୍ଚିବା ପାଇଁ ଆପଣ କ'ଣ କରିବେ ନା, ଗୋଟେ କଳା କପଡ଼ା ନେବେ ଏବଂ ସେ କଳା କପଡ଼ାରେ 51ଟି ଗୋଲମରିଚ ରଖି ସେଥିରେ 11 ଟଙ୍କା ରଖିବେ। ଏହାକୁ ସେ କପଡ଼ାରେ ବାନ୍ଧି ସେ କପଡ଼ାର ଗୋଟେ ପୁଟୁଳି ବନାଇ ନେବେ।
ବର୍ତ୍ତମାନ କୌଣସି ବି ଶନିବାର ଦିନ ସୂର୍ଯ୍ୟାସ୍ତ ପରେ ଶନି ମନ୍ଦିର ଯାଇ କୌଣସି ଭିକାରୀ କିମ୍ବା ଗରିବ ଲୋକଙ୍କୁ ସେ ପୁଟୁଳିଟିକୁ ଦାନ କରିଦେବେ। ଯଦି 3ଟି ଶନିବାର ଆପଣ ଏହା ଲଗାତାର ଭାବରେ କରିବେ, ତେବେ ପୁରା ନହେଲେ ବି ଅନେକ ମାତ୍ରାରେ ଶନିଙ୍କ ପ୍ରକୋପ କମ୍ ହେବ। ଚତୁର୍ଥ ଉପାୟଟି ହେଉଛି ବ୍ୟାପାରକୁ ଚଲେଇବାର ମହା ଉପାୟ। ସାଙ୍ଗମାନେ, ଯଦି ଆପଣଙ୍କ ବ୍ୟାପାର ଠିକରେ ଚାଲୁନାହିଁ, ବ୍ୟାପାରରେ ଅନେକ କ୍ଷତି ଆପଣ ସହୁଛନ୍ତି, ଏହା କାରଣ ହୋଇପାରେ ଆପଣଙ୍କ ବ୍ୟାପାରରେ କାହାର କୁଦୃଷ୍ଟି ଲାଗିଥିବ କିମ୍ବା କୌଣସି ନକାରାତ୍ମକ ଶକ୍ତିର ପ୍ରଭାବରେ ଆପଣଙ୍କ ବ୍ୟାପାରରେ ଉନ୍ନତି ହୋଇପାରୁନଥିବ। ସେଥିପାଇଁ ଏହି ଉପାୟଟିକୁ କରନ୍ତୁ। ଆପଣ ପ୍ରଥମେ ଶନି ମନ୍ଦିର ଯିବେ। ଶନିବାର ଦିନ ଶନି ମନ୍ଦିର ଯାଇ ଗୋଟେ ସୋରିଷ ତେଲର ଦୀପ ଜଳାଇବେ। ଏହି ଜଳୁଥିବା ଦୀପରେ ଗୋଟେ ଗୋଲମରିଚ ପକାଇବେ। ଏହାପରେ ଗୋଟେ କଳା କପଡ଼ାରେ କିଛି ଗୋଲମରିଚ ରଖି ସେଥିରେ ଗୋଟେ ଟଙ୍କାକିଆ କଏନ୍ ଏବଂ 11ଟି ଲବଙ୍ଗ ରଖି ସେ କପଡ଼ାକୁ ଗୋଟେ ପୁଟୁଳି ବନାଇ ନେବେ। ଏହାପରେ ସେ ପୁଟୁଳିକୁ ଆଣି ନିଜର ବ୍ୟାପାର ସ୍ଥାନରେ ରଖିଦିଅନ୍ତୁ। ଏତିକି ଆପଣ ଯଦି କରିନେବେ, ତେବେ ଆପଣଙ୍କର ବନ୍ଦ ପଡ଼ିଥିବା ବ୍ୟାପାର ଶନିଦେବଙ୍କ କୃପାରୁ ପୁଣି ଥରେ ଚାଲୁ ହୋଇଯିବ। ଏହାପରେ ପଞ୍ଚମ ଉପାୟଟି ହେଉଛି ରୋଗରୁ ମୁକ୍ତି ପାଇବାର ମହା ଉପାୟ। ଯଦି କେହି ବ୍ୟକ୍ତି ବାରମ୍ବାର ବେମାରରେ ପଡ଼ୁଛି, ଚିକିତ୍ସା କରି କରି ସେ ଥକିଗଲେଣି, ତେବେ ନିଜ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିବା ପାଇଁ ଏହି ଛୋଟ ଉପାୟଟିକୁ କରନ୍ତୁ। ଏହି ଉପାୟକୁ ଆପଣଙ୍କୁ 5ଟି ଶନିବାର ଲଗାତାର କରିବାର ଅଛି। ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ଦରକାର 11ଟି ଗୋଲମରିଚ। ଆପଣଙ୍କ ଘରେ ଯିଏ ରୋଗୀ ବ୍ୟକ୍ତି ଥିବେ, ତାର ଡାହାଣ ହାତରେ 11ଟି ଗୋଲମରିଚ ଓ ବାମ ହାତରେ 7ଟି ରୁଟି ଧରିବାକୁ କୁହନ୍ତୁ। ଏବେ ସେ ରୋଗୀ ବ୍ୟକ୍ତିଙ୍କୁ ବାମରୁ ଡାହାଣକୁ ସେ ଗୋଲମରିଚକୁ ନିଜ ମୁଣ୍ଡ ଉପରୁ 7 ଥର ଉତାରି ଆଣିବାକୁ କୁହନ୍ତୁ। ଏହାପରେ ସେ 11ଟି ଗୋଲମରିଚକୁ ଘର ବାହାରକୁ ଫିଙ୍ଗି ଦିଅନ୍ତୁ ଏବଂ ସେ 7ଟି ରୁଟିକୁ କଳା କୁକୁରକୁ ଖାଇବାକୁ ଦିଅନ୍ତୁ। ଏହି ଉପାୟଟି 5ଟି ଶନିବାର କଲା ପରେ ଆପଣ ନିଜ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଅନୁଭବ କରିବେ। ସାଙ୍ଗମାନେ, ଏହା ଥିଲା ଗୋଲମରିଚର କିଛି ବିଶେଷ ଉପାୟ, ଯେଉଁଗୁଡ଼ିକ ନିଜ ଜୀବନରେ ପ୍ରୟୋଗ କରି ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ। ତ ସାଙ୍ଗମାନେ, ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ।